2027 ବିଶ୍ୱକପ୍ ଆଉ ମାତ୍ର କିଛି ମାସ ବାକି ରହିଲା। ତା ପୂର୍ବରୁ BCCI ଘୋଷଣା କଲା 2027 ବିଶ୍ୱକପ୍ର ଭେନ୍ୟୁ। ହଁ ଦର୍ଶକ ବନ୍ଧୁ, କେଉଁଠି କେଉଁ ଜାଗାରେ ଖେଳ ହେବ 27 ବିଶ୍ୱକପ୍ ଚାଲନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ, ଚାଲନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା। ଦର୍ଶକ ବନ୍ଧୁ, ICC 2027 ୱାର୍ଲଡ କପ୍ର 12ଟି ଭେନ୍ୟୁ ଘୋଷଣା କରିଛି। ଏହି ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ଅନୁଷ୍ଠିତ ହେବ। ଏହା 24 ବର୍ଷ ପରେ ପୁଣି ଥରେ ଆଫ୍ରିକାକୁ ଫେରୁଛି। ଦକ୍ଷିଣ ଆଫ୍ରିକାରେ ଜୋହାନ୍ସବର୍ଗରେ ୱାଣ୍ଡରର୍ସ, କେପଟାଉନ ନ୍ୟୁଜିଲ୍ୟାଣ୍ଡର ସେଞ୍ଚୁରିଆନ୍, ସୁପର ସ୍ପୋର୍ଟସ ପାର୍କ ଡରବାନର କିଙ୍ଗସମେଡ୍ ସହ ମୋଟ 8ଟି ଷ୍ଟାଡିୟମର ମ୍ୟାଚ୍ ହେବ। ଜିମ୍ବାୱେରେ ହାରାରେ, ବୋଲାରେ ଓ ନାମିବିଆର ୱିଣ୍ଡ ହୋକ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏଥର ୱାର୍ଲଡ କପ୍ରେ 14ଟି ଦଳ ଭାଗ ନେବେ। ନୂଆ ଫର୍ମାଟ୍ରେ 2ଟି ଗ୍ରୁପ୍ ପରେ ସୁପର 6, ତାପରେ ସେମିଫାଇନାଲ ଓ ପରେ ପରେ ଫାଇନାଲ ଖେଳାଯିବ। ଅକ୍ଟୋବର-ନଭେମ୍ବରରେ 27 ପର୍ଯ୍ୟନ୍ତ ଏହି ମେଗା ଟୁର୍ଣ୍ଣାମେଣ୍ଟ ଚାଲୁ ରହିବ। ବର୍ତ୍ତମାନ କ୍ରିକେଟ ପ୍ରେମୀଙ୍କ ସମ୍ପୂର୍ଣ୍ଣ ସୂଚୀ ମ୍ୟାଚ୍ ତାରିଖକୁ ଅପେକ୍ଷା ରହିଛି। ଏପର୍ଯ୍ୟନ୍ତ 27 ବିଶ୍ୱକପ୍ ପାଇଁ ଖେଳ ସୂଚୀ ଏବଂ ସମୟ ଆସିନାହିଁ, କିନ୍ତୁ ତାର କିଛି ମାସ ପୂର୍ବରୁ ଆସିଯାଇଛି ଭେନ୍ୟୁ। କେଉଁ ଜାଗାରେ କେଉଁଠି ଖେଳ ହେବ 27 ବିଶ୍ୱକପ୍। ଏ ବର୍ଷ 2027ରେ ଖେଳାଯିବ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ, ନାମିବିଆରେ ଖେଳ ହେବ। ଦୀର୍ଘ 24 ବର୍ଷ ପରେ ପୁଣି ଥରେ ଆଫ୍ରିକାକୁ ଫେରୁଛି ଏହି ମ୍ୟାଚ୍। ହଁ ଦର୍ଶକ ବନ୍ଧୁ, ଜୋହାନ୍ସବର୍ଗର ୱାଣ୍ଡରର୍ସ ଷ୍ଟାଡିୟମ, କେପଟାଉନର ନ୍ୟୁଲ୍ୟାଣ୍ଡସ୍, ସେଞ୍ଚୁରିଆନର ସୁପର ସ୍ପୋର୍ଟସ ପାର୍କ, ଡରବାନର କିଙ୍ଗସମେଡ୍, ପାର୍ଲର ବ୍ଲୁଣ୍ଡ ପାର୍କ, ବୁଲଫୋର୍ଟନର ମାଗୁଙ୍ଗ ଓଭାଲଗ, ଇଷ୍ଟ ଲଣ୍ଡନଙ୍କ ବିଫାଲୋ ପାର୍କ, ଗ୍ଲେଭାର୍ଗ ST ଜିଓକ୍ ପାର୍କ, ହାରାରେ ବୁଲେର୍କେ ଜିମ୍ବାୱେ ଓ ହୁଇଣ୍ଡୋକ୍ ନାମିବିଆରେ ଖେଳାଯିବ। 27 ICC ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ, ନାମିବିଆ ମିଶି ଆୟୋଜନ କରିବେ। ଟୁର୍ଣ୍ଣାମେଣ୍ଟର ସମୁଦାୟ 14 ଦଳ ଭାଗ ନେବେ। ଏହି ମ୍ୟାଚ୍ ଏବେ ଅନୁଷ୍ଠିତ ହେବ। ହଁ ଦର୍ଶକ ବନ୍ଧୁ, ଅଧିକ ସମ୍ପୂର୍ଣ୍ଣ ଖବର ପାଇଁ ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ। ନମସ୍କାର, ଜୟ ହିନ୍ଦ।